ଛୁଟି ମାଗିଲେ ଛଟେଇ। ଆଜି ନିଯୁକ୍ତି କାଲି ଛଟେଇ। ଏଥିରେ ବର୍ତ୍ତମାନ ନାହିଁ କି ଭବିଷ୍ୟତ ନାହିଁ। ଚାକିରିରେ ସର୍ତ୍ତାବଳୀ ଅଛି ସତ, କିନ୍ତୁ ମାନୁଛି କିଏ? ହଁ ଆଜ୍ଞା, ଆମେ କହୁଛୁ ଆଉଟସୋର୍ସିଂ କର୍ମଚାରୀଙ୍କ କଥା, ଆଉଟସୋର୍ସିଂ କର୍ମଚାରୀମାନଙ୍କ ଦୁଃଖ। ଛୁଟି ମାଗିଲେ ଛଟେଇ ହେଉଛନ୍ତି ଆଉଟସୋର୍ସିଂ କର୍ମଚାରୀ। ଭଗବାନ ହିଁ ତାଙ୍କ ସାହା ଭରସା। ଆଜି ନିଯୁକ୍ତି କଲେ କାଲି ଛଟେଇ। ଏଥିରେ ବର୍ତ୍ତମାନ ନାହିଁ କି ଭବିଷ୍ୟତ ନାହିଁ। ଚାକିରିରେ ସର୍ତ୍ତାବଳୀ ଅଛି କିନ୍ତୁ ସତ, କିନ୍ତୁ ମାନୁଛି କିଏ? ସକାଳୁ ସଞ୍ଜ କୀର୍ତ୍ତଦାସ ଭଳି ଖଟୁଛନ୍ତି ଆଉଟସୋର୍ସିଂ କର୍ମଚାରୀ। ଅଫିସରଙ୍କ ଇଙ୍ଗତରେ ବସ୍ ଉଠ୍ ହେଉଛନ୍ତି। ପ୍ରତି ମୁହୂର୍ତ୍ତରେ ଚାକିରିର ଛଟେଇ ଭୟ। ସରକାର ମାସକୁ ଯେତିକି ପାଉଣା ଦେବା କଥା କର୍ମଚାରୀଙ୍କୁ ମିଳୁଛି 50-90%। ବଳକା ଅର୍ଥ ଯାଉଛି ନିଯୁକ୍ତି ଦେଉଥିବା ଆଉଟସୋର୍ସିଂ ସଂସ୍ଥା ପକେଟରେ। ହେବା ଆଳରେ ବର୍ଷ ବର୍ଷ ଧରି ଏମିତି ଶୋଷୁଛନ୍ତି ସର୍ଭିସ୍ ପ୍ରୋଭାଇଡର ଏଜେନ୍ସି। ସରକାର ସବୁ ଜାଣିଛନ୍ତି, ସରକାର ସବୁ ଶୁଣୁଛନ୍ତି, ହେଲେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛନ୍ତି। ହାତରେ ନ ମାରି ଭାତରେ ମାରୁଛନ୍ତି ସରକାର। ଆଉଟସୋର୍ସିଂ କର୍ମଚାରୀଙ୍କ ମାସକ ଦରମା 10,000 ଟଙ୍କା। ଛୁଟି ରହିଲେ ଦରମା କଟାଯିବ। ଏକାଧିକ ଛୁଟି ମାଗିଲେ ଦଣ୍ଡ ହୋଇଯିବ ଚାକିରି ଛଟେଇ। ନିଯୁକ୍ତି ଆଳରେ ଯୁବକ ଯୁବତୀଙ୍କୁ ଠକେଇବାର ନିଯୁକ୍ତି ନୂଆ ଢାଞ୍ଚାରେ ଧରିଛନ୍ତି ସରକାର। ନିଯୁକ୍ତି ଆଳରେ ଶୋଷଣର ପ୍ରୟୋଗଶୀଳ ହେଉଛି ଆଉଟସୋର୍ସିଂ ନିଯୁକ୍ତି। ରାଜ୍ୟ ସରକାର 50,000ରୁ ଅଧିକ ପିଲା ଆଉଟସୋର୍ସିଂ ଏଜେନ୍ସି ଜରିଆରେ କାମ କରୁଛନ୍ତି। ଏ ନିଯୁକ୍ତି ଯାଏ ମାସକୁ ଦରମା ମିଳିବ ସମୁଦାୟ 10,000 ଟଙ୍କା। ଏପରି ଶ୍ରମ କମିଶନ ବିଜ୍ଞପ୍ତିରେ ମଜୁରୀ ହିସାବରେ କଲେ ଜଣେ କର୍ମଚାରୀ ସର୍ବନିମ୍ନ 15,000 ଟଙ୍କା ମାସକୁ ପାଇବା କଥା। ମାତ୍ର ଏହିସବୁ ସମସ୍ୟାର ସମାଧାନ ହେଲେ ଆଉଟସୋର୍ସିଂ କର୍ମଚାରୀ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ମହା ଆନ୍ଦୋଳନ କରିବାକୁ ଯାଉଛି। ପ୍ରଥମ ଥର ପାଇଁ ଭିଜିଟ୍ କରିଛନ୍ତି ଏସ୍ଏମ୍ ୟୁଟ୍ୟୁବ୍ ଚ୍ୟାନେଲ୍, ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ଏସ୍ଏମ୍ ଗ୍ରୁପରେ ଜଏନ୍ ହୁଅନ୍ତୁ।